ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ମଣ୍ଡଳୀ ଗୁଡ଼ିକ ପ୍ରତି ବିଶେଷ ଭାବରେ ମନୋଯୋଗୀ ଥିଲେ। କେବଳ ସେ ମଣ୍ଡଳୀ ଗୁଡ଼ିକର ବାହିକ ବିଷୟ ନୁହେଁ, ମାତ୍ର ମଣ୍ଡଳୀ ଗୁଡ଼ିକର ଆଭ୍ୟନ୍ତରୀଣ ବିଷୟ ଗୁଡ଼ିକ ପ୍ରତି ମଧ୍ୟ ସଚେତନ ଥିଲେ। ଯେପରି ତାଙ୍କର ମଣ୍ଡଳୀ ଏହି ଜଗତରେ ଆଲୋକ ସଦୃଶ ତାଙ୍କର ପରିତ୍ରାଣର ସମ୍ବାଦକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବେ। ପ୍ରକାଶିତ 2 ପର୍ବ 18 ପଦରୁ 29 ପଦର ଶେଷ ପର୍ଯ୍ୟନ୍ତ ଆମେ ଆଉ ଏକ ମଣ୍ଡଳୀ ବିଷୟ ଶିକ୍ଷା କରୁଛୁ। ଗତ ଦିନ ଗୁଡ଼ିକରେ ଯୋହନଙ୍କର ମାଧ୍ୟମରେ ପ୍ରଭୁ ଯୀଶୁ ଏହି ସମ୍ବାଦ ଗୁଡ଼ିକୁ ମଣ୍ଡଳୀ ଗୁଡ଼ିକ ନିକଟରେ ପ୍ରକାଶ କରିଥିଲେ। ଯେପରି ମଣ୍ଡଳୀ ଗୁଡ଼ିକ ସେହି ସମୟରେ କେବଳ ନୁହେଁ, ମାତ୍ର ଆମମାନଙ୍କର ସମୟରେ ମଧ୍ୟ ତାହା ଆମମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଦେବ, ଆମମାନଙ୍କୁ ପ୍ରେରଣା ଦେବ, ଆମମାନଙ୍କୁ ଉତ୍ସାହିତ କରିବ। ପୁଣି ତହିଁ ସଙ୍ଗେ ସଙ୍ଗେ ଯେପରି ଆମମାନଙ୍କର ମଣ୍ଡଳୀ ଗୁଡ଼ିକରେ ଥିବା ଆଭ୍ୟନ୍ତରୀଣ ଦୁର୍ବଳ ବିଷୟ ଗୁଡ଼ିକୁ, ପତନ ବିଷୟ ଗୁଡ଼ିକୁ ଯେପରି ଆମେ ଦେଖିପାରିବା, ଆଉ ଖ୍ରୀଷ୍ଟଙ୍କର ଅନୁଗ୍ରହରେ ଯେପରି ତାହାକୁ ଆମେ ସଜାଡ଼ି ପାରିବା। ଏବେ ମଧ୍ୟ ମଣ୍ଡଳୀ ଗୁଡ଼ିକର ସମସ୍ତ ପ୍ରକାର ଦୁର୍ବଳତାରେ ଖ୍ରୀଷ୍ଟ ତାଙ୍କର ସୁସମାଚାର ସେବା କାର୍ଯ୍ୟକୁ ମଣ୍ଡଳୀ ମାଧ୍ୟମରେ ଏପର୍ଯ୍ୟନ୍ତ ଆଗେଇ ନେଇ ଚାଲୁଛନ୍ତି। ତେବେ ଏହି ଅଂଶରେ ଆମେ ଥୁଆଥରା ମଣ୍ଡଳୀ ବିଷୟରେ ଆମେ ପାଠ କରୁଛୁ। ଲେଖାଯାଉଛି, ଥୁଆଥରା ମଣ୍ଡଳୀ ନିକଟକୁ ଦୂତମାନଙ୍କର ପାଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ସମ୍ବାଦ ଥିଲା। ଏପର୍ଯ୍ୟନ୍ତ ଆମେ ଦେଖି ଆସୁଛୁ ଯେ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧି, ମଣ୍ଡଳୀ ଗୁଡ଼ିକ ନିମନ୍ତେ ଉପଯୁକ୍ତ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ତାଙ୍କର ମନୋନୀତ ଆହୁତ ପ୍ରାଚୀନ ମାନଙ୍କର ଦ୍ୱାରା ଯେଉଁମାନଙ୍କୁ ସେ ଦୂତ ବୋଲି ଆଖ୍ୟା ଦେଉଥିଲେ, ସେଇମାନଙ୍କର ମାଧ୍ୟମରେ ଖ୍ରୀଷ୍ଟ ତାଙ୍କର ସମ୍ବାଦକୁ ପ୍ରକାଶ କରୁଥିଲେ। କାରଣ ସେମାନଙ୍କୁ ଖ୍ରୀଷ୍ଟ ନିଯୁକ୍ତ କରିଥିଲେ, ଏକ ଦାୟିତ୍ୱ ସମର୍ପଣ କରିଥିଲେ, ଅଧିକାର ଦେଇଥିଲେ, ଯେପରି ସେମାନେ ଖ୍ରୀଷ୍ଟଙ୍କର ପକ୍ଷରେ, ତାଙ୍କର ମଣ୍ଡଳୀ ପକ୍ଷରେ ସେମାନେ ବିଶ୍ୱସ୍ତ ହେବେ। ତେବେ ଯେଉଁମାନେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟରେ ଆମେ ନିୟୋଜିତ ହେଇଛୁ, ଆହୁତ ହେଇଛୁ, ମନୋଯୋଗ ହେଇଛୁ, ପୃଥକିତ ହେଇଛୁ, ମନେ ରଖିବା ବନ୍ଧୁଗଣ, ମଣ୍ଡଳୀ ଗୁଡ଼ିକ ନିମନ୍ତେ, ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନ ନିମନ୍ତେ ଆମମାନେ ଦାୟୀ ଅଟୁ। ତେବେ ଆମେ ଲକ୍ଷ୍ୟ କରୁଛୁ ପ୍ରତ୍ୟେକ ମଣ୍ଡଳୀ ଗୁଡ଼ିକରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଭିନ୍ନ ବିଷୟ ଗୁଡ଼ିକ ନିମନ୍ତେ ସେମାନଙ୍କୁ ଉତ୍ସାହ ଦେଉଛନ୍ତି, ପ୍ରେରଣା ଦେଉଛନ୍ତି। ପୁଣି ତହିଁ ସଙ୍ଗେ ସଙ୍ଗେ ଯେଉଁ ଦୁର୍ବଳ ବିଷୟ ଗୁଡ଼ିକ ଦେଖୁଥିଲେ, ସେଥିପାଇଁ ସେ ନିଜକୁ ସେମାନଙ୍କର ପରିସ୍ଥିତିରେ ସେ ଆପଣାକୁ ପ୍ରକାଶ କରୁଥିଲେ। ତେବେ ଆଜି ଏହି ମଣ୍ଡଳୀ ଥିଓଥରା ମଣ୍ଡଳୀର ଆଭ୍ୟନ୍ତରୀଣ ପୁଣି ବାହିକ ବିଷୟ ଗୁଡ଼ିକ ନିମନ୍ତେ ଖ୍ରୀଷ୍ଟ ନିଜକୁ 3 ପ୍ରକାର ଭାବରେ ସେ ପ୍ରକାଶ କରୁଛନ୍ତି। ପ୍ରଥମ ବିଷୟ ସେ କହୁଛନ୍ତି ଈଶ୍ୱରଙ୍କର ପୁତ୍ର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ ଈଶ୍ୱରଙ୍କର ପୁତ୍ର। ତାହା ତାଙ୍କର ପ୍ରତି ଲୋକମାନଙ୍କର, ବିଶ୍ୱାସୀ ମାନଙ୍କର ପ୍ରଶଂସା ଆଉ ଉପାସନା ପାଇବା ନିମନ୍ତେ ସେ ଯୋଗ୍ୟ ଥିଲେ। କାରଣ ଈଶ୍ୱରଙ୍କର ପୁତ୍ର ଭାବରେ ସେ ଥିଲେ ପବିତ୍ର। ଯେପରି ବିଶ୍ୱାସୀ ମାନେ ତାଙ୍କର ପବିତ୍ରତା କେବଳ ନୁହେଁ, ପବିତ୍ରତାରେ ଆଚରଣ କରିବା ପାଇଁ ଶିକ୍ଷା କରିବେ ତାହା ନୁହେଁ, ମାତ୍ର ଯେପରି ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ତଳେ ଆପଣାକୁ ସମର୍ପଣ କରିବେ। ଦ୍ୱିତୀୟରେ ସେ ପ୍ରକାଶ କରୁଛନ୍ତି ଯେ ତାଙ୍କର ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ତୁଲ୍ୟ। ତାଙ୍କର ଚକ୍ଷୁ ଅନ୍ୟ ପ୍ରକାର ଭାବରେ ଯେଉଁ ବିଷୟ ଗୁଡ଼ିକ ସେଦିନ ପ୍ରାଚୀନ ମାନେ ମଣ୍ଡଳୀର ମଧ୍ୟରେ ଦେଖିପାରୁନଥିଲେ, ଖ୍ରୀଷ୍ଟଙ୍କର ସେହି ପ୍ରଜ୍ୱଳିତ ଆଲୋକିତ ଚକ୍ଷୁ ମଣ୍ଡଳୀର ଆଭ୍ୟନ୍ତରୀଣ ସବୁ ବିଷୟ ଗୁଡ଼ିକ ତନ୍ନ ତନ୍ନ କରି, ଟିକି ଟିକି କରି ସେ ଜାଣିପାରୁଥିଲେ, ଦେଖିପାରୁଥିଲେ। ଆଉ ସେ ସବୁ ବିଷୟ ଗୁଡ଼ିକ ନିମନ୍ତେ ସେ ସେମାନଙ୍କୁ ସଚେତନ ମଧ୍ୟ କରୁଥିଲେ। ତୃତୀୟରେ ଲେଖାଯାଉଛି ତାଙ୍କର ପାଦ ଉଜ୍ଜଳ ପିତ୍ତଳ ତୁଲ୍ୟ। କେବଳ ତାଙ୍କର ଚକ୍ଷୁ ସମସ୍ତ ଗୁପ୍ତ ବିଷୟ ମଣ୍ଡଳୀର ଦେଖିପାରେ ତାହା ନୁହେଁ, ମାତ୍ର ତାଙ୍କର ପାଦ ଯେଉଁ ସ୍ଥାନରେ ଦୁଷ୍ଟମାନେ
ଯେଉଁ ସ୍ଥାନରେ ଶୟତାନ ତାର କାର୍ଯ୍ୟ ଗୁଡ଼ିକୁ କରିବାରେ ଆଗେଇ ଚାଲିଛି, ମନେ ରଖିବା ଖ୍ରୀଷ୍ଟ ଆପଣଙ୍କୁ ପ୍ରକାଶ କରି କହୁଛନ୍ତି, ମୋର ସେଇ ପିତ୍ତଳ ରୂପକ ଶକ୍ତିଶାଳୀ ପାଦରେ ଶୟତାନର ଦୁଷ୍ଟତାର ସମସ୍ତ ଶକ୍ତିକୁ ମୁଁ ଦିନେ ପଦ ଦଳିତ କରିବି। ଏହା ତାଙ୍କର ବିଚାରକର୍ତ୍ତା, ତାଙ୍କର ବିଚାର ସମୟକୁ ସେ ସ୍ମରଣ କରି ଦେଉଛନ୍ତି। ତେବେ ଏହି ପ୍ରକାର ଖ୍ରୀଷ୍ଟ ଆପଣଙ୍କୁ ପ୍ରକାଶ କରି ସେଇ ମଣ୍ଡଳୀର ଭାଇ ଭଉଣୀ ମାନଙ୍କର ଅନେକ ଗୁଡ଼ିଏ ଉତ୍ତମ ବିଷୟକୁ ସ୍ମରଣ କରାଉଛନ୍ତି। ଲେଖାଯାଉଛି 19 ପଦରେ ଖ୍ରୀଷ୍ଟ କହୁଛନ୍ତି, ଆମ୍ଭେ ତୁମର କର୍ମ, ତୁମର ପ୍ରେମ, ତୁମର ବିଶ୍ୱାସ, ତୁମର ସେବା ଓ ତୁମର ଧୈର୍ଯ୍ୟ ଜାଣୁ। ପୁଣି ତୁମର ବର୍ତ୍ତମାନ କର୍ମ ତୁମର ପୂର୍ବ କର୍ମ ଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଆମେ ଜାଣୁ। ପ୍ରାୟ 6ଟି ବିଷୟ ଖ୍ରୀଷ୍ଟ ସେମାନଙ୍କର ଉତ୍ତମ ବିଷୟକୁ ଦେଖି ପ୍ରଶଂସା କରୁଛନ୍ତି। ପ୍ରଥମ ବିଷୟ, ଖ୍ରୀଷ୍ଟ କହୁଛନ୍ତି, ମୁଁ ତୁମମାନଙ୍କର ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ ଗୁଡ଼ିକୁ ମୁଁ ଜାଣୁଛି। ଉତ୍ତମ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ, ଆଉ ତାହା ଖ୍ରୀଷ୍ଟଙ୍କ ସହିତ ସେମାନଙ୍କର ସୁସମ୍ପର୍କ, ତାଙ୍କର ଘନିଷ୍ଠତା ହେତୁ ଏହା ସାଧିତ ହେଇଥିଲା। ଯେହେତୁ ଖ୍ରୀଷ୍ଟଙ୍କ ଠାରେ ସେମାନେ ପଢୁଥିଲେ, ସେଥିପାଇଁ ଖ୍ରୀଷ୍ଟଙ୍କ ସକାଶେ, ଅନ୍ୟମାନଙ୍କ ସକାଶେ ଉତ୍ତମ କାର୍ଯ୍ୟ କରିବାରେ ସେମାନେ ଅବିରତ ଲାଗି ରହିଥିଲେ, କ୍ଳାନ୍ତ ହେଇନଥିଲେ। ଦ୍ୱିତୀୟ ବିଷୟ ଲେଖାଯାଉଛି, ସେମାନଙ୍କର ପ୍ରେମ ବିଷୟରେ ଖ୍ରୀଷ୍ଟ ସେମାନଙ୍କୁ ପ୍ରଶଂସା କରୁଛନ୍ତି। କୋଉ ପ୍ରକାର ପ୍ରେମ? ଅନ୍ୟମାନଙ୍କ ପ୍ରତି ଖ୍ରୀଷ୍ଟ ଯୋଉ ପ୍ରକାରେ ତ୍ୟାଗପୂର୍ଣ୍ଣ ପ୍ରେମ ପ୍ରକାଶ କରିଥିଲେ, ସେଇ ପ୍ରକାରେ ଏହି ବିଶ୍ୱାସୀ ମାନେ ଅନ୍ୟମାନଙ୍କ ପ୍ରତି ତ୍ୟାଗପୂର୍ଣ୍ଣ ଭାବରେ ନିଜର ପ୍ରେମର କାର୍ଯ୍ୟକୁ ସେମାନେ ପ୍ରକାଶ କରୁଥିଲେ। ତୃତୀୟ ବିଷୟ ବିଶ୍ୱାସ, ସେମାନଙ୍କର ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି କୋଉ ପ୍ରକାରେ? ଏବେ ବି ସେମାନେ ବିଭିନ୍ନ ପ୍ରକାର ଭାବରେ ତାଡ଼ନାର ପରିସର ମତରେ ଯାଉଥିଲେ, ନିନ୍ଦା ଅପମାନ ମତରେ ଯାଉଥିଲେ। ଖ୍ରୀଷ୍ଟ କହୁଛନ୍ତି, ହଁ ହେ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ଏ ପ୍ରକାର ଏକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମୋର ପ୍ରତି ତୁମମାନଙ୍କର ବିଶ୍ୱାସକୁ ତୁମେ ସ୍ଥିର ରଖିଛ, ଅଟଳ ରଖିଛ, ଫେରି ଯାଇନାହଁ। ମାତ୍ର ବିଶ୍ୱାସରେ ତୁମେ ସ୍ଥିର ରହିଥିବା ହେତୁ ତୁମର ବିଶ୍ୱାସ ପାଇଁ ମୁଁ ତୁମର ପ୍ରଶଂସା କରୁଛି। ଚତୁର୍ଥ ବିଷୟ ଲେଖାଯାଉଛି, ତୁମର ସମସ୍ତ ପ୍ରକାର ସେବା କାର୍ଯ୍ୟକୁ ମଧ୍ୟ ମୁଁ ଜାଣେ। କୋଉ ପ୍ରକାର ସେବା କାର୍ଯ୍ୟ? ତୁମର ସହ ବିଶ୍ୱାସୀ ମାନଙ୍କ ପ୍ରତି ତୁମର ଯୋଉ ତ୍ୟାଗପୂର୍ଣ୍ଣ ସେବା କାର୍ଯ୍ୟ, ସେମାନଙ୍କ ପ୍ରତି ସେବା କରିବାରେ ତୁମେ ପଛଘୁଞ୍ଚା ଦେଇନ, ତୁମେ କ୍ଳାନ୍ତ ହେଇ ପଡ଼ିନ, ବରଂ ଆଗେଇ ଚାଲିଛ। ନିଜକୁ ଅସ୍ୱୀକାର କରି ଅନ୍ୟମାନଙ୍କ ପ୍ରତି ତୁମେ ଚିନ୍ତିତ ହେଇ, ଭାରଗ୍ରସ୍ତ ହେଇ, ଯେତେ ମୂଲ୍ୟ ଦେବାକୁ ପଡୁନା କାହିଁକି, ତ୍ୟାଗପୂର୍ଣ୍ଣ ସେବା କାର୍ଯ୍ୟ ନିମନ୍ତେ ଖ୍ରୀଷ୍ଟ ସେମାନଙ୍କର ପ୍ରଶଂସା କରୁଛନ୍ତି। ଆଉ ସେ କହୁଛନ୍ତି, ସମସ୍ତ ନିମନ୍ତେ ତୁମେ କ୍ଳାନ୍ତହୀନ ଧୈର୍ଯ୍ୟ ସହକାରେ ଏହି ସେବା କାର୍ଯ୍ୟରେ ତୁମର ଧୈର୍ଯ୍ୟକୁ ମଧ୍ୟ ମୁଁ ଜାଣୁଛି, ମୁଁ ଲକ୍ଷ୍ୟ କରିପାରୁଛି। ପ୍ରିୟ ବନ୍ଧୁ, କେତେ ସୁନ୍ଦର ବିଷୟ ଗୁଡ଼ିକ ସେଦିନ ଏକ ଆଦର୍ଶ ମଣ୍ଡଳୀ ଭାବରେ ଥୁଆତର ମଣ୍ଡଳୀ, ଚାରିପାଖର ମଣ୍ଡଳୀ ଗୁଡ଼ିକ ନିମନ୍ତେ ସେମାନେ ସାକ୍ଷ୍ୟ ସ୍ୱରୂପ ଥିଲେ। ଧୈର୍ଯ୍ୟ ସହକାରେ ତାଡ଼ନାର ମଧ୍ୟରେ, ଅପମାନ ନିନ୍ଦା ମଧ୍ୟରେ, ଅକ୍ଳାନ୍ତ ପରିଶ୍ରମ ମଧ୍ୟରେ ପ୍ରେମ ପ୍ରକାଶ କରିବାରେ, ବିଶ୍ୱାସ ଧରି ରଖିବାରେ ସେମାନେ ଧୈର୍ଯ୍ୟହରା ହେଇନଥିଲେ। ପ୍ରିୟ ବନ୍ଧୁଗଣ, ଆଜି ଯେତେବେଳେ ଆମମାନେ ଆପଣା ଆପଣା ବ୍ୟକ୍ତିଗତ ଜୀବନ ସହିତ ଆମର ମାଣ୍ଡଳିକ ଜୀବନକୁ ଆମେ ଲକ୍ଷ୍ୟ କରୁଛୁ, ଆଜି କ'ଣ ଆମମାନଙ୍କର ମଣ୍ଡଳୀ ଏହି ପ୍ରକାର ଏକ ଆଦର୍ଶ ସ୍ଥାନରେ ଆଜି ଠିଆ ହେଇଛି? କେବଳ ସେତିକି ନୁହେଁ, ମାତ୍ର ଯୀଶୁ ଆଉ ଟିକେ ଆଗେଇ ଯାଇ କହୁଛନ୍ତି, ହେ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ତୁମମାନଙ୍କର ଏହି ସମସ୍ତ କର୍ମ ଗୁଡ଼ିକ ମୁଁ ଯେ ଜାଣିଛି ତାହା ନୁହେଁ, ମାତ୍ର ମୁଁ ଆଉ ଗୋଟେ ବିଷୟ ମଧ୍ୟ ଲକ୍ଷ୍ୟ କରୁଛି, ତାହା ହେଉଛି ତୁମମାନଙ୍କର ଏ ସମସ୍ତ ପ୍ରେମ, ବିଶ୍ୱାସ, ତ୍ୟାଗ, ସେବା କାର୍ଯ୍ୟ ଗୁଡ଼ିକ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ପରିମାଣରେ ତୁମେ କରି ଚାଲିଛ। କେଡ଼େ ଗୌରବର ବିଷୟ! କେବଳ ଅତୀତରେ ନୁହେଁ, କେବଳ ବର୍ତ୍ତମାନ ନୁହେଁ, ମାତ୍ର ସେ କହୁଛି ତୁମେ ସେଥିରେ ଆଗେଇ ଚାଲିଛ। ମନେ ହୁଏ ତୁମେ ଅଧିକ ପରିମାଣରେ ଏହି ସେବା କାର୍ଯ୍ୟରେ ଆଗେଇ ଯିବ। ତେବେ
ଏ ସମସ୍ତ ଉତ୍ତମ ବିଷୟ ଗୁଡ଼ିକ ନିମନ୍ତେ ସେଦିନ ପ୍ରଭୁ ଯୀଶୁ ଥୁଆଥରା ମଣ୍ଡଳୀକୁ ପ୍ରଶଂସା କରୁଥିଲେ। ସେମାନଙ୍କ ନେତାମାନଙ୍କୁ ପ୍ରଶଂସା କରୁଥିଲେ, ବିଶ୍ୱାସୀମାନଙ୍କୁ ପ୍ରଶଂସା କରୁଥିଲେ। ହେଇପାରେ ଏହି ପ୍ରାଚୀନ ମାନଙ୍କର ସେବା କାର୍ଯ୍ୟ ଦ୍ୱାରା, ଶିକ୍ଷା ଦ୍ୱାରା, ଉତ୍ସାହ ପ୍ରେରଣା ଗୁଡ଼ିକ ଦ୍ୱାରା ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀମାନେ ଏତେ ଉତ୍ତମ ଗୁଣ ବିଷୟ ଗୁଡ଼ିକରେ ଆଗେଇ ଯାଉଥିଲେ। ହଁ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକର ଆତ୍ମିକ ଜୀବନର ଅଭିବୃଦ୍ଧି ଆମମାନଙ୍କର ମଣ୍ଡଳୀର ପାଳକ, ପ୍ରାଚୀନ ପୁଣି କର୍ମକର୍ତ୍ତା ମାନଙ୍କ ଉପରେ ନିର୍ଭର କରେ। କିନ୍ତୁ ପ୍ରଶ୍ନ ଉଠେ, ଏହା କ'ଣ ସତ୍ୟ? ଆପଣଙ୍କ ମଣ୍ଡଳୀ, ମୋ ମଣ୍ଡଳୀ, କିମ୍ବା ଆମମାନଙ୍କ ମଣ୍ଡଳୀରେ କୌଣସି ବିଷୟରେ ଆଜି ଆମେ ଉଣା ପଡ଼ିଛୁ? ଉତ୍ତମ କାର୍ଯ୍ୟରେ, ପ୍ରେମ ପ୍ରକାଶ କରିବାରେ, ବିଶ୍ୱାସ ଧରି ରଖିବାରେ, ସେବା କାର୍ଯ୍ୟରେ ଶେଷ ପର୍ଯ୍ୟନ୍ତ ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ପରିମାଣରେ ଯଦି ତାହା ସତ୍ୟ, ତେବେ ଆମେ ଆଉ ଟିକେ ଆଗକୁ ଦେଖିବା। ଖ୍ରୀଷ୍ଟ ସମସ୍ତ ଉତ୍ତମ ବିଷୟକୁ ପ୍ରକାଶ କରିବା ସହିତ ତାଙ୍କର ଯେଉଁ ଉଜ୍ଜଳୀକୃତ ଚକ୍ଷୁ ଥିଲା ଏହି ମଣ୍ଡଳୀର ଗୁପ୍ତ ବିଷୟ ପ୍ରତି ଖ୍ରୀଷ୍ଟଙ୍କର ଚକ୍ଷୁ ପଡ଼ିଲା। ଦେଖାଯାଉଛି 20 ପଦରେ ଖ୍ରୀଷ୍ଟ କହନ୍ତି, ତଥାପି ଏ ସମସ୍ତ ଉତ୍ତମ କାର୍ଯ୍ୟ ସତ୍ତ୍ୱେ, ଉତ୍ତମ ଆଦର୍ଶ ସତ୍ତ୍ୱେ, ଆତ୍ମିକ ଜୀବନ ଅଭିବୃଦ୍ଧି ସତ୍ତ୍ୱେ, ହେ ବିଶ୍ୱାସୀ ମଣ୍ଡଳୀ, ହେ ମୋର ପ୍ରାଚୀନ ମାନେ ମନେ ରଖ, ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି। ସେମାନଙ୍କର ବିରୁଦ୍ଧରେ ଖ୍ରୀଷ୍ଟଙ୍କର ସେଦିନ ଗୋଟିଏ କଥା ଥିଲା, ଗୋଟିଏ ବିଷୟକୁ ସେ ଲକ୍ଷ୍ୟ କରିପାରିଥିଲେ। ଯତ ବି ଗୋଟିଏ ବିଷୟ, କିନ୍ତୁ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା, ତାହା ସାଂଘାତିକ ବିଷୟ ଥିଲା। ପରବର୍ତ୍ତୀ ସମୟରେ ଆମେ ଦେଖିବା ଯେ ସେଇ ଗୋଟିଏ ବିଷୟ ନିମନ୍ତେ ଖ୍ରୀଷ୍ଟ କହୁଛନ୍ତି, ଯଦି ତୁମେ ମନ ପରିବର୍ତ୍ତନ ନ କରିବ, ସେଥିରୁ ଫେରି ନ ଆସିବ, ମନେ ରଖ ମୋର ସେଇ ଉଜ୍ଜଳୀକୃତ ପାଦରେ ମୁଁ ତୁମକୁ ବିନାଶ କରିବି। ତେବେ ସେମାନଙ୍କର ସମସ୍ୟା କ'ଣ ଥିଲା? ସେମାନଙ୍କର ଗୁପ୍ତ ବିଷୟ କ'ଣ ଥିଲା? ଲେଖାଯାଉଛି, ଜିଜେବେଲ ନାମୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ, ମୋର ବିଶ୍ୱାସୀମାନଙ୍କୁ ବେଶ୍ୟା ଗମନ ଓ ଦେବ ପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଅନେକଙ୍କୁ ଭୁଲେଇଛି, ଆଉ ଅନେକ ସେଥିରେ ମଧ୍ୟ ଆଜି ନିଜକୁ ସାମିଲ କରିଛନ୍ତି। ତେବେ ଏହି ଥୁଆଥରା ମଣ୍ଡଳୀ ଥିଲା କ'ଣ? ଏକ ମିଶ୍ରିତ ମଣ୍ଡଳୀ। ଏକ ପାଖରେ ଆମେ ସେମାନଙ୍କର ଆତ୍ମିକ ଜୀବନକୁ ଦେଖିପାରୁଛୁ, ଅନ୍ୟ ପାଖରେ ଖ୍ରୀଷ୍ଟ କହୁଛନ୍ତି ତୁମର ଆତ୍ମିକ ଜୀବନ ସହିତ ଆଉ କେତେଟା ବିଷୟ ତୁମେ ମିଶେଇ ଦେଇଛ। ଏକ ମିଶ୍ରିତ ମଣ୍ଡଳୀ। ଖ୍ରୀଷ୍ଟଙ୍କର ମଣ୍ଡଳୀ କେବେ ହେଲେ କୌଣସି ପ୍ରକାରେ ଏକ ମିଶ୍ରିତ ମଣ୍ଡଳୀ ହେବା ଅନୁଚିତ। ପବିତ୍ର ମଣ୍ଡଳୀ ପବିତ୍ର ଭାବରେ ଶେଷ ପର୍ଯ୍ୟନ୍ତ ରହିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ପାଉଲ କହୁଛନ୍ତି, ଖ୍ରୀଷ୍ଟଙ୍କ ମଣ୍ଡଳୀରେ ଶୟତାନର କି ସ୍ଥାନ ଅଛି? ଅନ୍ଧକାର ସହିତ ଆଲୋକର କି ସମ୍ପର୍କ ଅଛି? ନା। ତେବେ ଖ୍ରୀଷ୍ଟ କହୁଛନ୍ତି ଯେ ତୁମମାନଙ୍କର ମଣ୍ଡଳୀ ମଧ୍ୟରେ ଜିଜେବେଲ ରାଣୀଙ୍କର ସଦୃଶ ଜଣେ ଭାବବାଦିନୀ ଉଠିଛନ୍ତି। ସେ ଆପଣାର ଭ୍ରାନ୍ତ ଶିକ୍ଷାରେ ଅନେକଙ୍କୁ ଭ୍ରାନ୍ତ ପଥରେ କଢ଼େଇ ନଉଛନ୍ତି। ପ୍ରିୟ ବନ୍ଧୁଗଣ, ଜିଜେବେଲ ରାଣୀ କୋଉ ପ୍ରକାର ଥିଲେ? ପ୍ରଥମ ବଂଶାବଳୀରେ, ରାଜାବଳୀରେ ଆମେ ପାଠ କରୁଛୁ, ଆହାବ ରାଜାଙ୍କର ସ୍ତ୍ରୀ ଜିଜେବେଲ, ସେ ତାଙ୍କର ଏ ସମସ୍ତ ବିଷୟ ଗୁଡ଼ିକ ଦ୍ୱାରା, ମନ୍ଦ କର୍ମ ଦ୍ୱାରା ସେହି ସମୟରେ ମଧ୍ୟ ସେ ଭାବବାଦିନୀ ଭାବରେ ଆପଣାକୁ ପ୍ରକାଶ କରି ଇସ୍ରାଏଲ ମଧ୍ୟରେ କ'ଣ ଆଣିଲେ? ବ୍ୟଭିଚାର ଆଣିଲେ, ବେଶ୍ୟାଗମନ ଆଣିଲେ, ସେମାନଙ୍କୁ ପ୍ରତିମା ପୂଜା ଆଡ଼କୁ କଢ଼େଇ ନେଲେ। ଫଳରେ କ'ଣ ହେଲା ନା, ଆହାବ ଆଉ ତାଙ୍କର ସ୍ତ୍ରୀଙ୍କର ସମୟ ମଧ୍ୟରେ ଇସ୍ରାଏଲ, ଯେଉଁମାନେ କି ଈଶ୍ୱରଙ୍କର ମନୋନୀତ ଲୋକମାନେ, ଈଶ୍ୱରଙ୍କର ସେବା କାର୍ଯ୍ୟ ପାଇଁ ଆହୁତ ହୋଇଥିଲେ, ସେମାନେ ଈଶ୍ୱର ଠାରୁ ବିମୁଖ ହେଲେ। ଆଜି ଖ୍ରୀଷ୍ଟ କହୁଛନ୍ତି, ମନେ ରଖୁଛ ଜିଜେବେଲ ଯେଉଁ ପ୍ରକାର ଭାବରେ ମୋର ଲୋକମାନଙ୍କୁ ବିଶ୍ୱାସରୁଚିତ କଲା, ବିପଦଗାମୀ କରିଲା, ବର୍ତ୍ତମାନ ତୁମର ଏଇ ମଣ୍ଡଳୀରେ, ତୁମର ଏଇ ଥୁଆଥରା ମଣ୍ଡଳୀରେ ଏ ସମସ୍ତ ଉତ୍ତମ କାର୍ଯ୍ୟ ମଧ୍ୟରେ ଗୁପ୍ତ ଭାବରେ ଜଣେ ଭାବବାଦିନୀ ଉଠିଛି, ଭଣ୍ଡ ଶିକ୍ଷକ ଉଠିଛନ୍ତି। ଆଉ ସେ ଗୁପ୍ତ ଭାବରେ ତାର ଭ୍ରାନ୍ତ ଶିକ୍ଷା ଗୁଡ଼ିକ ବିଶ୍ୱାସୀ ମାନଙ୍କ ମଧ୍ୟରେ, ତୁମମାନଙ୍କ ମଧ୍ୟରେ ସେ ଶିକ୍ଷା ଦଉଛନ୍ତି। ଆଉ ଯେହେତୁ ତୁମମାନେ ହୁଏତ ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହେଇନ, ଶିକ୍ଷିତ ହେଇନ, ସେଥିପାଇଁ
हे प्राचीन माने हे पारे तुम मानकर अवहेला हेतु जेहेतु तुमने तुमर सेवा कार्य विश्वस्त हेन ईश्वर वाक्य को उपयुक्त भाव में शिक्षा देन से केतेक विश्वासी माने अपना अपना विश्वास त्याग करी भ्रांत शिक्षार आज से माने पछे चली ताहा एक गुरुत्वपूर्ण विषय थिला। प्रिय भाई भूणी माने ईश्वर वाक्य आमको बारंबार कहे जेपरि विश्वासी भाव में आम माने ईश्वर सत्य जीवंत वाक्य उपरे सुशिक्षित हवा बलिष्ठ हवा पुणी शेष पर्यंत विश्वास रे स्थिर रहिबा पुणी अन्य मानक मध्य से उत्तम वाक्य उत्तम शिक्षा आमने सुशिक्षित करवा। प्रिय भाई भूणी माने मोर प्रिय मंडलीर कर्मकर्ता पालक प्रचारक माने आज कौन आम मंडली मध्य आमर सब प्रकार उत्तमता मध्य मंडलीर सब प्रकार प्रशंसा पाइबा सत्वे आज कौन आम मंडली मध्य जड़े बा दुई जन कि छोटे दल किए जाने जे से माने आज भूल शिक्षा मध्य पड़ी जाइछति भ्रांत शिक्षा पड़ी जाइछति पड़ी जाई अन्य मान को कौन प्रभावित करुछति तेबे जदि आ संभव तेबे पालक माने प्राचीन माने मन रखिबा जेहेतु आपण पुणी मु आमने ईश्वरंकर सत्य वाक्य को लोक मान को उपयुक्त भाव में शिक्षा न देथिबा हेतु आज से माने भूल शिक्षा पड़ी जाइछन्ति भूल भ्रांत पथरे चली जाइछन्ति भूल शिक्षक मानकर हाबुडे पड़ी जाइछन्ति तेबे सेतिपाई आपण दायी सेतिपाई मु मध्य दायी जदि आम मानकर मंडली गुडी को दिन प्रतिदिन आमने गृह रे मंडली रे विभिन्न सभा समिति रे वाक्य को उपयुक्त भाव में शिक्षा देउथिबा प्रिय भाई भूणी माने पालक प्रचारक माने मिशनरी माने आमने मन रखिबा आमनकर विश्वासी माने कौनसी प्रकार भ्रात शिक्षक आड़ को पाखकू भ्रात शिक्षा आड़ को से माने केबे हेले जिबे नाही। जदि आमे उत्तम खाद्य दउछु से माने निकृष्ट खाद्य खाइबा पाई केबे हेले जिबे नाही। या कोन मानकर मंडलीर वास्तव अवस्था नुहे हे पारे केतक विश्वासी भाई भणी माने आपण मंडली छाड़ी दे अन्य मंडली को जोग दौरान गोटे मंडली पर आ गोटे मंडली यार कारण कौन ना आपण मंडली रे आपण उपयुक्त खाद्य दे पारु नाहते से जो से माने पाउचंती जो स्थान उपयुक्त शिक्षा पाउचंती से स्थान को से चली जाउचंती यहा थिला ख्रीष्टकर से दिन हृदयर बोझ से कहते ए प्राचीन माने तुम्हें कोन देखि पारुछ तुम्हें देखी पार्छ उत्तम भाव में तुम्हें आरंभ कल किंतु समय क्रमे तुम मधुर भ्रांत शिक्षक माने उठिले केवल से नुहे से भ्रांत शिक्षक मान पक्षरे यही विश्वासी माने मोर विश्वासी माने जो माने दिने प्रेम बढ़ुले विश्वास बढ़ुले उत्तम कार्य बढ़ुले धैर्य सहकारे आगे चलुले से आज से पछरे चली जाउचंदी। प्रिय भाई भूणी माने यह थिला से दिन यही मंडलीर एक गुरुत्वपूर्ण समस्या तेबे ख्रीष्ट से प्रति एक आह्वान आणुचंदी 21 पदरे आमे पाठ करूछु ख्रीष्ट कहउचंदी आम्बे ताहाकू मन परिवर्तन करने को समय देले हे से अपना वेश्यावृत्तिरु मन परिवर्तन करने को इच्छुक हेउ नाही। जो भ्रांत शिक्षक आसी लोक मान को भ्रांत पथरे कड़ी नौची ख्रीष्ट कहउचंदी मु चाहे जेपरि मोर मंडली पवित्र मंडली हबो सेतिपाई ख्रीष्ट सेही भ्रांत शिक्षक को सेही भाववादिनी को से कहउचंदी जे तुम मन परिवर्तन कर अपना पथ विषय सचेतन हुओ सत्य पथ को तुम फेरी आसी जो मान को तुम्हें भ्रांत पथरे कड़े नहींच से मान को पुनर्बार से सत्य पथ को तुम्हें फेरे आण किंतु ख्रीष्ट कहउचंदी मु ताकू अनुताप करिया पाई सुजोग देले मध्य बारंबार चेतना देले मध्य मात्र से अपना विपद गमनरु अपना भूल शिक्षारु से फेरिबा पाई से नाराज हेची। प्रिय भाई भूणी माने यह कौन आज आमनकर मंडली गुड़िकर अवस्था गुप्त भाव में भ्रांत शिक्षक माने ईश्वर चेतना पाइले मध्य ख्रीष्टकर चेतना पाइले मध्य वाक्यर चेतना पाइले मध्य आत्माकर चेतना पाइले मध्य से माने अपना भ्रांत शिकार पर कठिन भाव में रही मन परिवर्तन करने
ଅନ୍ୟମାନଙ୍କୁ ପୁନର୍ବାର ଫେରି ଆଣିବା ପାଇଁ ସେମାନେ ନାରାଜ ହଉଛନ୍ତି। ଖ୍ରୀଷ୍ଟ କହୁଛନ୍ତି ମୁଁ ବାରମ୍ବାର ସୁଯୋଗ ଦେଲି କହିଲି ଫେରି ଆସ, ଅନ୍ୟମାନଙ୍କୁ ଫେରାଅ, ମୋର ମଣ୍ଡଳୀକୁ ପବିତ୍ର ଅବସ୍ଥାରେ ତୁମେ ରଖ, କିନ୍ତୁ ସେମାନେ ଫେରିବା ପାଇଁ ନାରାଜ ହେଲେ। ଫଳରେ କଣ? 22 ପଦରେ ଆମେ ପାଠ କରୁଛୁ, ଖ୍ରୀଷ୍ଟ କହୁଛନ୍ତି ଦେଖ ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି ସେମାନେ ତାହାର କର୍ମର ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ। ଖ୍ରୀଷ୍ଟ କହୁଛନ୍ତି ଯଦି ତୁମେ ମନ ପରିବର୍ତ୍ତନ ନ କରିବ, ମନେ ରଖ ତୁମର ଏଇ ମନ୍ଦ କାର୍ଯ୍ୟ ସକାଶେ ଆମ୍ଭେ ତୁମକୁ ବିଚାର କରିବା। କାହିଁକି ନା ମୋର ମଣ୍ଡଳୀ, ମୋର ପବିତ୍ର ମଣ୍ଡଳୀ, ମୋର ବିଶ୍ୱାସୀ ମାନେ, ମୋର ଲୋକ, ସେମାନଙ୍କୁ ଭ୍ରାନ୍ତ ପଥରେ କଢ଼େଇ ନେବାର ତୁମର କୌଣସି ଅଧିକାର ନାହିଁ। ଖ୍ରୀଷ୍ଟ ଯଦି ମନ ପରିବର୍ତ୍ତନ ନ କର, ମନେ ରଖ ମୁଁ ତୁମକୁ ଶଯ୍ୟାଶାୟୀ କରିବି, ମୁଁ ତୁମକୁ ରୋଗଗ୍ରସ୍ତ କରିବି। କେବଳ ତୁମକୁ ନୁହେଁ, ମାତ୍ର ଲେଖାଯାଉଛି ତୁମକୁ ମହାକ୍ଲେଶରେ ମୁଁ ପଡ଼ିବା ପାଇଁ ମଧ୍ୟ ସାହାଯ୍ୟ କରିବି। 23 ପଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଖ୍ରୀଷ୍ଟ ସେମାନଙ୍କୁ ସ୍ମରଣ କରୁଛନ୍ତି। ପୁଣି ଆମ୍ଭେ ତାହାର ସନ୍ତାନ ମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ ତାହା ପ୍ରତ୍ୟେକ ଜଣ ସେଦିନ ତାହା ଜାଣିବେ। ଖ୍ରୀଷ୍ଟ କହୁଛନ୍ତି ହେ ଭଣ୍ଡ ଭାବବାଦୀ, ହେ ଭଣ୍ଡ ଶିକ୍ଷକ, ଯଦି ତୁମେ ଫେରିବ ନାହିଁ, କେବଳ ମୁଁ ତୁମକୁ ଶଯ୍ୟାଗ୍ରସ୍ତ କରିବି, ରୋଗଗ୍ରସ୍ତ କରିବି ତାହା ନୁହେଁ, ମୁଁ ତୁମ ପ୍ରତି ବିନାଶ ଆଣିବି ତାହା ନୁହେଁ। ମନେ ରଖ ତୁମର ପରିବାର ଉପରେ, ତୁମର ପିଲାମାନଙ୍କର ଉପରେ ମଧ୍ୟ ମୁଁ କଣ କରିବି ନା ମୃତ୍ୟୁ ଆଣିବି, ବିନାଶ ଆଣିବି। ପ୍ରିୟ ଭାଇ ଭଉଣୀ ମାନେ, ଯଦି ସେହି ପ୍ରକାର କେହି ଆମମାନଙ୍କର ମଧ୍ୟରୁ ଆଜି ଭ୍ରାନ୍ତ ଶିକ୍ଷକ ଭାବରେ ଅନ୍ୟମାନଙ୍କୁ ଭ୍ରାନ୍ତ ପଥରେ କଢ଼େଇ ନେଉଛୁ, ଭୁଲ ଶିକ୍ଷା ଆଡ଼କୁ କଢ଼େଇ ନେଉଛୁ, ଆମେ ସଚେତନ ହେବା, ଆମେ ଜାଗ୍ରତ ହେବା। କାରଣ ଆମମାନଙ୍କ ପ୍ରତି ଈଶ୍ୱରଙ୍କର ବିଚାର, କାରଣ ସେ ଲେଖାଯାଉଛି ତାଙ୍କର ପାଦ ଉଜ୍ଜଳୀକୃତ ପାଦ, ସେ ବିନାଶ କରିବେ, ନିତାନ୍ତ ବିଚାର କରିବେ। ସେଦିନ ଖ୍ରୀଷ୍ଟଙ୍କର ବାକ୍ୟ ସେମାନଙ୍କ ପ୍ରତି ଏହିପରି ଗୁରୁତ୍ୱପୂର୍ଣ୍ଣ ଭାବରେ ଆସିଲା। ଲେଖାଯାଉଛି 22 ଆଉ 23 ପଦରେ ଆମ୍ଭେ ତୁମମାନଙ୍କୁ ଆଘାତ କରିବା ଫଳରେ ତୁମେ ଜାଣିବ ଯେ ଈଶ୍ୱର ସମସ୍ତ ହୃଦୟର ମର୍ମ ପରୀକ୍ଷକ। ପ୍ରିୟ ବନ୍ଧୁଗଣ, ମନୁଷ୍ୟ ପାଖରେ ଆମେ ଲୁଚେଇ ପାରୁ, ହେଇପାରେ ସେଇଦିନ ଗୁପ୍ତ ଭାବରେ ଏହି ଭଣ୍ଡ ଶିକ୍ଷକ, ଭ୍ରାନ୍ତ ଶିକ୍ଷକ ଗୁପ୍ତ ଭାବରେ ତାଙ୍କର କାର୍ଯ୍ୟ କରି ଚାଲୁଥିଲେ। ହଁ, ବାଇବଲରେ ବାରମ୍ବାର ଲେଖାଯାଉଛି, ନୂତନ ନିୟମରେ ପାଉଲ ବାରମ୍ବାର କହୁଛନ୍ତି ଏଇ ଭଣ୍ଡ ଶିକ୍ଷକ ମାନେ କୁଆଡ଼େ ଯିବେ? ଘରେ ଘରେ ପ୍ରବେଶ କରିବେ, ଗୁପ୍ତ ଭାବରେ ପ୍ରବେଶ କରିବେ, ଦୁର୍ବଳ ସ୍ତ୍ରୀ ମାନଙ୍କ ପାଖକୁ ଯିବେ, ଆଉ ସେମାନଙ୍କୁ ଭୁଲେଇ ଭ୍ରାନ୍ତ ପଥରେ କଢ଼େଇ ନେବେ। ପ୍ରିୟ ବନ୍ଧୁଗଣ, ଏହା ବଡ଼ ସତ୍ୟ ନୁହେଁ? ଭ୍ରାନ୍ତ ଶିକ୍ଷକ ମାନେ ମଣ୍ଡଳ ଭିତରେ ପ୍ରବେଶ କରିବା ପୂର୍ବରୁ ଆଜି ଆପଣଙ୍କ ପରିବାରରେ ପ୍ରବେଶ କରୁଛନ୍ତି, ମୋର ପରିବାରରେ ପ୍ରବେଶ କରୁଛନ୍ତି ଗୁପ୍ତ ଭାବରେ, କେହି ଜାଣୁନାହାନ୍ତି। ହଁ, ସେଇଦିନ ହୁଏତ ପ୍ରାଚୀନ ମାନେ, ମଣ୍ଡଳର ପ୍ରାଚୀନ ମାନେ ଜାଣି ପାରୁନଥିଲେ, କିନ୍ତୁ ସେମାନେ ତାଙ୍କର କାର୍ଯ୍ୟ କରି ଚାଲିଥିଲେ। ସେଥିପାଇଁ ଖ୍ରୀଷ୍ଟ କହୁଛନ୍ତି ତୁମେ ନିଜେ ସଚେତନ ନଥିବାରୁ ଗୁପ୍ତ ଭାବରେ କାର୍ଯ୍ୟ ଚାଲିছে, କିନ୍ତୁ ତୁମେ ନ ଜାଣିଲେ ମଧ୍ୟ ସେଥିରେ ଯଦ୍ୟପି ଦାୟୀ ରହିଛି, ତଥାପି ମୁଁ ଜାଣିଛି, କାରଣ ମୋର ମଣ୍ଡଳୀ ପ୍ରତି ମୁଁ ଯୋଗୀ। ପ୍ରିୟ ବନ୍ଧୁଗଣ, ମନେ ରଖିବା, ଖ୍ରୀଷ୍ଟ ତାଙ୍କର ମଣ୍ଡଳୀ ଗୁଡ଼ିକ ପାଇଁ ସବୁବେଳେ ଚିନ୍ତିତ, ସବୁବେଳେ ମନୋଯୋଗୀ। ଆପଣ ଅବହେଳା କରିପାରନ୍ତି, ମୁଁ ଅବହେଳା କରିପାରେ, ମୁଁ ଅବିଶ୍ୱସ୍ତ ହେଇପାରେ, ପାଳକ ଭାବରେ, ପ୍ରାଚୀନ ଭାବରେ ଆପଣ ଅବିଶ୍ୱସ୍ତ ହେଇପାରନ୍ତି। ଖ୍ରୀଷ୍ଟ ତାଙ୍କର ମଣ୍ଡଳୀକୁ ପରିଷ୍କାର କରିବେ ହିଁ କରିବେ, କାରଣ ତାହାଙ୍କର ମଣ୍ଡଳୀ ପବିତ୍ର ମଣ୍ଡଳୀ। ସେଥିପାଇଁ 22-23 କହୁଛନ୍ତି ମୁଁ ବିଚାର ନିତାନ୍ତ ଭାବରେ ମୁଁ ବିଚାର ଆଣିବି। 24 ପଦରେ ଆମେ ଆଉ ଏକ ସୁନ୍ଦର ବିଷୟ ପାଠ କରୁଛୁ। ଖ୍ରୀଷ୍ଟ କହୁଛନ୍ତି କିନ୍ତୁ ତୁମ୍ଭମାନଙ୍କୁ, ଅର୍ଥାତ୍ ଯେଉଁମାନେ ତୁମ୍ଭମାନଙ୍କର ମଧ୍ୟରେ ଅବଶିଷ୍ଟ, ସେମାନେ ଶୟତାନର ଏ ନିଗୁଡ ଶିକ୍ଷାରେ ଆପଣମାନଙ୍କୁ କଣ ନା ସାମିଲ କରିନାହାନ୍ତି, ଏହା ମଧ୍ୟ ଆମ୍ଭେ ଜାଣୁ। ହଁ, ଅଳ୍ପ କେତେକ ବିଶ୍ୱାସୀ ମାନେ ଭ୍ରାନ୍ତ ଶିକ୍ଷାରେ ପଡ଼ିଲେ, ଭ୍ରାନ୍ତ ଶିକ୍ଷକ ମାନଙ୍କ ପାହାବୁଡ଼ରେ ପଡ଼ିଲେ, କିନ୍ତୁ ଖ୍ରୀଷ୍ଟ କହୁଛନ୍ତି ଅନ୍ୟମାନେ, ହେ ମୋର ବିଶ୍ୱାସୀ ଭାଇ ଭଉଣୀ ମାନେ, ତୁମମାନେ ଏ ସମସ୍ତ ପରିସ୍ଥିତିରେ ସେମାନଙ୍କ ସହିତ ମିଳାମିଶା ନ କରି, ସେମାନଙ୍କ ସହିତ ସାମିଲ ନ ହୋଇ, ଆପୋଷ ମିଳାମିଶାର ମନ ନ ଧରି, ମାତ୍ର ତୁମେ ବିଶ୍ୱାସରେ ସ୍ଥିର ରହିଲ,
तुम विश्वास यह मु जाने प्रिय भाई बोन माने ख्रीष्टर चक्षु प्रकृत विश्वासी भाई बोन मान रही आपण रही मोर उपर रही जदि आपण मु आमने आमर विश्वास रे आमने स्थिर रहीचु ईश्वर भूली जीवे नहीं से कहार धारुआ नुहति तांकर आखि अन्य मान जो परी रहे आपण मान से परी रहे जो विपदगामी होती से पुरी जो माने विश्वास रे स्थिर आपण यह ख्रीष्ट जानती यह कौन आज आपण को उत्साह दब यह कौन आपण को प्रेरणा दब तेरे ख्रीष्ट कौन कहते जे जेहेतु तुम्हें सेमानकर सहित आपस मिलामिशा करना 25 पदरे केवल तुम्भ मान जहा अच्छी ताहा आंभर आगमन पर्यंत दृढ़ रूपे धरी रख ख्रीष्ट कहते जहाँ धरी रखिच तुम क्रमागत भाव यही प्रतिकूल परिस्थिति बाहर ताड़ना भितरे भ्रांत शिक्षा ए दुई परिसर मध्य तुम्हें जो विश्वास को धरी रखिच जे प्रेम आगे चलीच सेवा कार्य आगे चलीच मोर पुओ झील माने मोर विश्वासी भाई तुम आगे ही चल दृढ़ भाव धरी रख मोर आगमन पर्यंत क्लांत होना अधैर्य होना कारण मु तुम संगे अच्छी प्रिय बंधुगण ख्रीष्ट सदा सर्वदा अपना मंडली मତରେ थांती अपना लोक मान मତରେ थांती से प्रतिज्ञा करिसती जद्यपि तुम्हें प्रतिकूल परिस्थिति मध्य जीव आम्बे तुमर संगरे रहिबा नदी भितरे गले अग्निशिखा मध्य गले आम्बे तुमको साहाय्य करिबा सुरक्षा करिबा विभिन्न प्रकार भाव परीक्षा समय गले असह्य परीक्षार तुम्भ मान पढ़ा देवे ना ये कौन ईश्वर वाक्य नुहे बारंबार आम पाठ करुचु ख्रीष्ट कहते मोर आगमन पर्यंत तुम्हें अपना अपना विश्वास रे कौन करो ना तुम्हें स्थिर रही था जेपरी तुमने दिन प्रतिदिन ईश्वरंकर वाक्य गुड़िक द्वारा भ्रांत शिक्षक मानकु पुणी सेमानकर शिक्षा गुड़िक तुम्हें जेपरी जानिबा पाई ताहाको प्रतिरोध करिबा पाई तुम्हें जेपरी शिक्षा करिवो तेबे आमर पाई शिक्षा कौन ईश्वर वाक्य कहा जाउची प्रथम जोहन 4 पर्वरे जोहन कहउचंती तुम्हें प्रत्येक आत्मा को परीक्षा कर प्रिय बंधुगण मंडली मध्य सब आत्मा ख्रीष्टंकर आत्मा नुहंती मंडली मध्य अनेक भ्रांत आत्मा शयतान आत्मा तेबे किपरि भाव जानिबा जदि आपण अपने मु ईश्वरंकर सत्य वाक्य प्रेरित मानकर शिक्षा भाववादी मानकर शिक्षा जदि आम दिन प्रतिदिन पढ़ुवा तेबे नितांत भाव भूल शिक्षा गुड़ी को आपण जानीपारे मु जानीपारे तेबे जो मैंने आज भ्रांत शिक्षार पड़ी जाइछु पड़ी जीवार संभावना रही बंधुगण मन रखा हो पारे आपण ईश्वरंकर सत्य वाक्य को शिक्षा करूना अवहेला करुचंती जानिले मत से प्रकार भाव जीवन काटिबा पाई आपण इच्छा करूना से आपणकर आत्मिक जीवन दुर्बलतार शयतान सुझाव नहीं भ्रांत शिक्षक मैंने सुझाव नहीं आपण को सेमानकर करागत करिसंती ईश्वरंकर आत्मा को परीक्षा करिबा किपरि भाव देखा जाउछि ईश्वर वाक्य ख्रीष्ट कहते सेमानकर फल द्वारा सेमानकु चिन्हिबो से फल द्वारा से कथा से नित प्रतिदिन चाली चरण आचार व्यवहार द्वारा से जान जे से सत्य कि से भ्रांत प्रिय बंधुगण ए समस्त विषय गुड़िक ख्रीष्ट सरल भाव से प्रकाश करने सहित आगे चलुंट 26 पद 27 पदरे ख्रीष्ट तांकर संवाद को शेष करने पूर्व कहते जे जय करे ओ शेष पर्यंत आंबर कर्म करे आम्बे जेपरी आंबर पितांक ठारू क्षमता प्राप्त होइअछु ताहाकु मत सेही परी समस्त जाति उपरे क्षमता प्रदान करिबा ख्रीष्ट कहती आत्मा गुड़ी को जो समस्त कथा मंडली प्राचीन मान को कहा जाउची जहार कान अछि से ताहा सुनु प्रिय भाई बुनी माने आज संवाद जदि आज मैंने शुणी पारुछु निज निज जीवन को
ବାକ୍ୟର ଆଲୋକରେ ଦେଖିପାରୁଛୁ। ତେବେ କ'ଣ ଖ୍ରୀଷ୍ଟଙ୍କର ସେଦିନ ବାକ୍ୟ ଅନୁସାରେ ଆମେ ଆପଣା ଆପଣା ମନ ପରିବର୍ତ୍ତନ କରିବା, ପଥ ବିବେଚନା କରିବା, ଖ୍ରୀଷ୍ଟଙ୍କ ନିକଟରୁ ଫେରିବା। ଯଦି ଭ୍ରାନ୍ତ ଶିକ୍ଷାରେ ଆଜି ଅନ୍ୟମାନଙ୍କୁ ପ୍ରଭାବିତ କରୁଛୁ, ସେ ଭ୍ରାନ୍ତ ପଥରୁ ଆମେ ଫେରି ଆସିବା। ଯଦି ଭ୍ରାନ୍ତ ଶିକ୍ଷାରେ ଆମେ ପଡ଼ିଯାଇଛୁ, ତେବେ ସତ୍ୟ ପଥକୁ ଆମେ ଫେରି ଆସିବା। ଫଳରେ ଅନ୍ୟମାନଙ୍କୁ ଆମେ ଈଶ୍ୱରଙ୍କର ବାକ୍ୟରେ, ଈଶ୍ୱରଙ୍କର ସହଭାଗିତା ମଧ୍ୟକୁ, ଈଶ୍ୱର ବାକ୍ୟର ଶିକ୍ଷା ମଧ୍ୟକୁ ଆମେ ପୁନର୍ବାର ଫେରି ଆସିବା। ହଁ, ସେଦିନ ଖ୍ରୀଷ୍ଟ ଅଧିକ ଭାରଗ୍ରସ୍ତ ଭାବରେ ଏହି ମଣ୍ଡଳୀଙ୍କ ପ୍ରତି ଏଇ ଯେଉଁ ବାକ୍ୟ ପ୍ରକାଶ କରିଥିଲେ, ଆଜି କ'ଣ ଆମମାନଙ୍କର ମଣ୍ଡଳୀ ଗୁଡ଼ିକ ନିମନ୍ତେ ତାହା ଅତି ପ୍ରଚୁର୍ଯ୍ୟ? ମନେ ରଖିବା ପ୍ରିୟ ବନ୍ଧୁଗଣ, ମଣ୍ଡଳୀ ଗୁଡ଼ିକରେ ଯେତେ ପ୍ରକାର ବିଫଳତା ଥାଉ ନା କାହିଁକି, ନାନା ପ୍ରକାର ବିଶୃଙ୍ଖଳା ବିଷୟ ଥାଉ ନା କାହିଁକି, ମନେ ରଖିବା ଖ୍ରୀଷ୍ଟ ଏବେ ବି ମଣ୍ଡଳୀ ମଧ୍ୟରେ ତାଙ୍କର ଏହି ସୁସମାଚାର ସେବା କାର୍ଯ୍ୟକୁ ଆଗେଇ ନେବା ପାଇଁ ଯତ୍ନଶୀଳ ଅଛନ୍ତି। ତେବେ ମଣ୍ଡଳୀ ମଧ୍ୟରେ ଥିବା ଦୁର୍ବଳ ବିଷୟ ଗୁଡ଼ିକ ପ୍ରତି ଆମେ ଅଧିକ ସମାଲୋଚନା ନ କରି, ସେସବୁ ପ୍ରତି ଆମେ ଅଧିକ ପରିମାଣରେ ସେମାନଙ୍କୁ ଭ୍ରାନ୍ତ ନ କରି, ମାତ୍ର ସେମାନଙ୍କର ଦୁର୍ବଳତାରେ ଉତ୍ସାହ ଦେବାର ଆବଶ୍ୟକତା ରହିଛି। କାରଣ ଖ୍ରୀଷ୍ଟ ଏବେ ବି ମଣ୍ଡଳୀର ଦୁର୍ବଳତା ବିଷୟ ଗୁଡ଼ିକୁ ସଜାଡ଼ିବା ପାଇଁ ସକ୍ଷମ ଅଟନ୍ତି। ଯେପରି ମଣ୍ଡଳୀ ଗୁଡ଼ିକ ମାଧ୍ୟମରେ ତାଙ୍କର ବାକ୍ୟ, ତାଙ୍କର ସୁସମାଚାର ଅନ୍ୟମାନଙ୍କ ନିକଟରେ ଯେପରି ପହଞ୍ଚିବାକୁ ପାରିବ। ପୁନର୍ବାର ଆମେ ଶିକ୍ଷା କରୁଛୁ, ମଣ୍ଡଳୀ ମଧ୍ୟରେ ଅନେକ ସମୟରେ କେବଳ ଭ୍ରାନ୍ତ ଶିକ୍ଷା ନୁହେଁ, ଅନେକ ସମୟରେ ମଣ୍ଡଳୀ ମଧ୍ୟରେ ଈଶ୍ୱର ଅନେକଙ୍କୁ ଉତ୍ତମ ଉତ୍ତମ ଦାନ ଗୁଡ଼ିକ ମଧ୍ୟ ଦେଇଛନ୍ତି। ଯଦି ସେଇ ଦାନ ଗୁଡ଼ିକୁ ଆମେ ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ, ବିଶ୍ୱାସୀ ମାନଙ୍କର ଆତ୍ମିକ ଜୀବନର ବୃଦ୍ଧି ନିମନ୍ତେ ବ୍ୟବହାର କରିବା, ତେବେ ଖ୍ରୀଷ୍ଟଙ୍କର ମଣ୍ଡଳୀ ଦିନ ପ୍ରତିଦିନ ଆହୁରି ଅଧିକ ପରିମାଣରେ ବୃଦ୍ଧିପ୍ରାପ୍ତ ହେବ। ଫଳରେ ଆପଣଙ୍କର ମଣ୍ଡଳୀ ପୁଣି ମୋର ମଣ୍ଡଳୀ, ଆପଣଙ୍କର ବ୍ୟକ୍ତିଗତ ଜୀବନ ପୁଣି ମୋର ବ୍ୟକ୍ତିଗତ ଜୀବନ ଈଶ୍ୱରଙ୍କର ଗୌରବର କାରଣ ହେଇପାରିବା। ସେଦିନ ଥିଆତିରା ମଣ୍ଡଳୀ ଏକ ମିଶ୍ରିତ ମଣ୍ଡଳୀ ଥିଲା। ଏକ ମିଶ୍ରିତ ମଣ୍ଡଳୀ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଭ୍ରାନ୍ତ ଶିକ୍ଷାରେ ମଧ୍ୟ ସେମାନେ ପତିତ ହେଇଥିଲେ। କିନ୍ତୁ ଖ୍ରୀଷ୍ଟ ତାଙ୍କର ମଣ୍ଡଳୀକୁ ଏବେ ବି ପରିଷ୍କାର କରୁଛନ୍ତି। ତେବେ ଖ୍ରୀଷ୍ଟଙ୍କର ହସ୍ତରେ କ'ଣ ଆମମାନଙ୍କର ଜୀବନକୁ, ଆମର ମଣ୍ଡଳୀକୁ ସମର୍ପଣ କରି କହିବା, ଖ୍ରୀଷ୍ଟ ତୁମେ ତୁମର ପବିତ୍ରତାରେ, ତୁମର ସେଇ ପ୍ରଚଳିତ ଚକ୍ଷୁରେ, ତୁମର ସେଇ ପ୍ରଚଳିତ ପାଦରେ ଆମମାନଙ୍କୁ ତୁମେ ପରିଷ୍କାର କରିଦିଅ, ଯେପରି ଆମମାନେ ତୁମର ହସ୍ତରେ ଯେପରି ବ୍ୟବହାରଯୋଗ୍ୟ ପାତ୍ର ହେଇପାରିବା। ସୁସମାଚାର ବିହୀନ ଲୋକମାନଙ୍କ ନିକଟରେ ଯେପରି ସୁସମାଚାରକୁ ପହଞ୍ଚିବା ପାଇଁ ଆମମାନେ ପୁଣି ଆମମାନଙ୍କର ମଣ୍ଡଳୀ ଯେପରି ସହାୟକ ହେବାକୁ ପାରିବ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।